କୋଉଠୁ ଆଣିଛୁ? ବେଙ୍ଗଲ ମାଲ କୋଉଠୁ କାଟିଲୁ? ଆସିଲା ଫରେନ୍ସିକ୍ ଲ୍ୟାବ୍ ରିପୋର୍ଟ। ଜଣା ପଡ଼ିଲା ସତ। ସେଦିନ ମଟନ ଦୋକାନରେ ଗୋମାଂସ ନୁହେଁ, ତାହା ଥିଲା ଛେଳି ମାଂସ। ଆପଣମାନେ ଜାଣିଥିବେ, ଗତ କିଛିଦିନ ପୂର୍ବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଛକରେ ବରୀ ଅଞ୍ଚଳର ଶେଖ ମୁନ୍ନୁ ନାମକ ଜଣେ ବ୍ୟକ୍ତି ମଟନ ଦୋକାନରେ ଗୋମାଂସ ବିକ୍ରି କରୁଥିବା ଅଭିଯୋଗ କରି କିଛି ଲୋକ ଉତ୍ତେଜନା ସୃଷ୍ଟି କରିଥିଲେ। ଏହା ଖାସି ମାଂସ ବୋଲି ଦୋକାନୀ ଜଣକ ଯେତେ ବୁଝାଇଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ। ଉତ୍ତ୍ୟକ୍ତ ଲୋକ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏତିକିରେ ମନ ଶାନ୍ତି ହେଲାନି ଯେ ଶେଷରେ ଉକ୍ତ ଦୋକାନ ଗୁମୁଟିକୁ ମଧ୍ୟ ଜାଳି ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣ କରି କଟାଯାଇଥିବା ସମସ୍ତ ମାଂସକୁ ଜବତ କରିବା ସହ ଉକ୍ତ ମଟନ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖିଥିଲେ ଏବଂ ମାଂସ ନମୁନା ସଂଗ୍ରହ କରି ସଠିକ୍ ଯାଞ୍ଚ ପାଇଁ ଭୁବନେଶ୍ୱର ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଥିଲା। ତେବେ 3 ସପ୍ତାହ ପରେ ଫରେନ୍ସିକ୍ ଲ୍ୟାବ୍ ରିପୋର୍ଟ ସିମୁଳିଆ ଥାନାକୁ ଆସିଥିବା ବେଳେ ଏବେ ସତ ସାମ୍ନାକୁ ଆସିଛି। ଜବତ ହୋଇଥିବା ମାଂସ ଛେଳି ମାଂସ ବୋଲି ସ୍ପଷ୍ଟ ହୋଇଥିବାର ସୂଚନା ମିଳିଛି। ତେବେ କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ବ୍ୟକ୍ତିଗତ ଆକ୍ରୋଶ ରଖି ସତକୁ ମିଛ କରିବା ସହ ଆଇନକୁ ନିଜ ହାତକୁ ନେଇ ଦୋକାନଟିକୁ ଜାଳି ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, କିଛି ନ ଜାଣି ନ ଶୁଣି ଜଣେ ନିରୀହ ଲୋକର ପେଟକୁ ନାତ ମାରିବା, ତାହାର ଜୀବିକାକୁ ଛଡ଼ାଇ ନେବା କେତେ ଦୂର ଯଥାର୍ଥ? ଏବେ ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ଦେଖିବାକୁ ବାକି ରହିଲା ଉକ୍ତ ନିରୀହ ମଟନ ବ୍ୟବସାୟୀଙ୍କୁ ସେଦିନ ଅତ୍ୟାଚାର କରିଥିବା ସେହି ଉତ୍ତ୍ୟକ୍ତ ଲୋକଙ୍କ ଉପରେ ପ୍ରଶାସନ ପକ୍ଷରୁ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।